ସାଙ୍ଗମାନେ ଯେମିତି ରଜ ସବୁ ପୁଅ ଝିଅ ମାନେ ବନ୍ଧୁ ଘର ଭାଇମାନେ ସୁନ୍ଦର ଦେଶ ନା ଓଡ଼ିଶା ସୁନ୍ଦର ଦେଶ ନା ଭାରତ। ମା ହରିଚଣ୍ଡୀ ଏଠି ଅଛନ୍ତି, ଅତି ସୁନ୍ଦର ଦର୍ଶନ କରୁଛନ୍ତି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ ସାଙ୍ଗମାନେ। ଆଜି ଅଛି ଓଡ଼ିଶାର ଗଣପର୍ବ ରଜ। ବେଶ କରି ପୁରା ଓଡ଼ିଶାର ପୁରପଲ୍ଲୀରେ ରଜ ପାଳନ କରନ୍ତି। କାହିଁକି ନା ଆଜିଠୁ 3 ଦିନ ପର୍ଯ୍ୟନ୍ତ ମା ବସୁଧା ମାକୁ ରେଷ୍ଟ ଦିଆଯାଏ। ତାପରେ ଚାଷ ଆରମ୍ଭ ହେବ, ପୁରା କାମ ଜୋରସୋରରେ ଚାଲିବ। ସାଙ୍ଗମାନେ ରଜ ହେଉଛି ନିଆରା। ଯେମିତିକି ଆମ ଓଡ଼ିଶାରେ ବହୁ ଜୋରରେ ଧୁମଧାମ ପାଳନ କରନ୍ତି। ଯେମିତି ବେଶ କରି ଝିଅ ପିଲାମାନେ ହାତରେ ମେହେନ୍ଦି ରଙ୍ଗ ନୂଆ ଡ୍ରେସ୍ ପିନ୍ଧି ରଜପାନ ଖାଇ ପୁଚି ଖେଳି ଝୁଲି ଖେଳି ପୁରା ମଜା କରନ୍ତି। ତା ସହିତ ପୁଅ ପିଲାମାନେ ଆଉ ଆମର ଭାଇମାନେ ବି ସେମାନେ ବି ତାସ ଖେଳନ୍ତି, ଖଟି ସହିତ ବାଗୁଡ଼ି କବାଡ଼ି କେତେ ପ୍ରକାର ବିଭିନ୍ନ ପ୍ରକାର ଖେଳ ଖେଳନ୍ତି। ଆଉ ରଜ ଗୋଟେ ଏମିତି ପ୍ରକାର ଯଦି ବାରରେ ପଡ଼ିଗଲା ନାନାଦି ପ୍ରକାର ଆମିଷ, ଆଉ ସକାଳୁ ପିଠା ପୋଡ଼ ପିଠାଟା ହେଉଛି ମେନ୍, ଆଉ ସନ୍ଧ୍ୟାବେଳେ ହେଉଛି ଆମର ଚକୁଳି ପିଠା ନହେଲେ ମୁଆଁ ପିଠା। ବଢ଼ିଆ ବଢ଼ିଆ ଲାଗେ। ଆମ ବେଳେ ତ ବହୁତ ମଜାର ଥିଲା। ବର୍ତ୍ତମାନ ରଜ ଟିକେ ଖାଟକା ପଡ଼ିଯାଇଛି। କାହିଁକି ନା ଯେହେତୁ ଟିକେ ଛୁଆମାନେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ମୋର ଗୋଟିଏ ଛୋଟିଆ ଅନୁରୋଧ, ଆପଣମାନେ ମୋବାଇଲ ଛାଡ଼ନ୍ତୁ, ଗାଁ ଗାଁ ଗହଳିରେ ବୁଲନ୍ତୁ, ମଜା କରନ୍ତୁ। ସାଙ୍ଗମାନେ ଦେଖିବା ଦିନମାନ ବ୍ଲଗରେ ଆଜି କ'ଣ ହେଉଛି। ଫଲୋ ମି। ସାଙ୍ଗମାନେ ଯେମିତି ରଜ ସବୁ ପୁଅ ଝିଅମାନେ ବନ୍ଧୁ ଘର ଭାଇମାନେ ବେଶ କରି ତାଙ୍କ ନିଜ ଭଉଣୀ ଘରକୁ ଯାଆନ୍ତି। ରଜରେ ପନିପରିବା ଫଳ ମୂଳ ଶାଢ଼ୀ ନେଇକି ଯାଆନ୍ତି। ଏଠି ଝିଅ ପିଲାମାନେ ବୁଲୁଛନ୍ତି। ଏପଟେ ଗୋଟେ ଗାଈ ଚରୁଛି। ଆଜି ସାଙ୍ଗମାନେ ବେଶ କରି ରଜ ପାଗ ଦେଇଛି, ମାନେ କୋହଲିଆ ପାଗ। ଆଉ କିନ୍ତୁ ପବନ ଦେବା କଥା, ଆଉ ପବନ ଟିକେ ମାରି ଦେଇଛି, ଗୁଳୁଗୁଳି ଲାଗୁଛି, କିନ୍ତୁ କୋହଲିଆ ପାଗ ରଜ ପାଗ ଦେଇଛି। ଏଇଟା ଆକସ୍ମିକ ହୁଏ। ସାଙ୍ଗମାନେ ଆଉ ଗୋଟେ କଥା ହେଉଛି ମୌସୁମୀ ବାୟୁ ଆସିଯାଇଛି, ଯାହାଫଳରେ କି ସନ୍ଧ୍ୟାରେ ବର୍ଷା ହେଉଛି, ଗୁଳୁଗୁଳି ହେଉଛି, ଝାଳ ବି ବହୁଛି। ମୌସୁମୀ ବାୟୁ ଆସିଲେ ଝାଳ ବହୁତ ହୁଏ, ଗୁଳୁଗୁଳି ସହିତ ଗରମ ପ୍ରବଳ ହୁଏ। ବେଶ କରି ଆମ ଏପଟେ ହରିଚଣ୍ଡୀ ପାଖରେ ବହୁତ ଫେମସ୍ ରଜଯାତ୍ରା, ରଜ ମଉଜ ହୁଏ। ଏଇ ଦୂରକୁ ଦେଖାହେଉଛନ୍ତି ହରିଚଣ୍ଡୀ ମା, ଦେଖନ୍ତୁ ପୁରା ଦେଖାହେଉଛନ୍ତି। ଆଜି ହରିଚଣ୍ଡୀ ଯାତ୍ରା କଥା ଆପଣଙ୍କୁ ଦେଖେଇବି। ରାସ୍ତା ପୁରା ଫାଙ୍କା। ଆମେ ଚାଲିଲୁ ଦୋକାନ ଅଭିମୁଖେ। ଯେହେତୁ ଆମର ବ୍ୟବସାୟିକ ଲୋକ, ଆମେ ଆମ ଦୋକାନକୁ ଫାଷ୍ଟ ଆମେ ଜଗୁ। ସୁନ୍ଦର ଦେଶ ନା ଓଡ଼ିଶା ସୁନ୍ଦର ଦେଶ ନା ଭାରତ। এই ভাগ্য মঞ্চে আমি সমস্ত উপস্থিত আছে। ବହୁତ ଦୋକାନ ସାଙ୍ଗମାନେ ପଡ଼ିଛି, ଆଉ ଏପଟେ ପ୍ରୋଗ୍ରାମ ଚାଲିଛି। ଯେହେତୁ ବର୍ଷା ଲୋକ କଟି ଯାଇଛନ୍ତି।
এই কথাটাକୁ ଶୁଣିଦେଲା ରାମଚନ୍ଦ୍ରଙ୍କର ହାତ ଯୋଡ଼ିକି କହିଲା ମଣି पूरा फांका पूरा दुकान सब लोक कहीं ना जेहेतु वर्षा पथरा के पड़ी माँ मैंने सजग रखी माँ हरचंडी ये अच्छा अति सुंदर दर्शन कर जेहेतु आज रज यात्रा आमर अति सुंदर दर्शन प्राय दुकान मध्य सब पड़ी बर्तमान खाली गला कहीं जेहेतु वर्षा होगा प्रथम रज काली संक्रांति अच्छी लोक प्रबल हे प्रोग्राम चली चलो देखिए।